ଗୁଣପୁର ଶ୍ରୀ ଗୁଣ୍ଡିଚା ମନ୍ଦିରଠାରେ ଉତ୍କଳ ସମ୍ମିଳନୀର ବୈଠକ ଅନୁଷ୍ଠିତ। ରାୟଗଡ଼ା ଜିଲ୍ଲା ଗୁଣପୁର ଶ୍ରୀ ଗୁଣ୍ଡିଚା ମନ୍ଦିରଠାରେ ଆଜି ଉତ୍କଳ ସମ୍ମିଳନୀର ବୈଠକ ଦିନ 11ଟାରୁ 3ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସକ୍ରିୟ ସଦସ୍ୟ ଭାଗ ନେଇଥିଲେ। ଜିଲ୍ଲା ସଭାପତି ବ୍ରଜସୁନ୍ଦର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗୁଣପୁର ସହରର ବାଇପାସ୍ ଛକରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ବିଭିନ୍ନ ସାହିମାନଙ୍କର ଓଡ଼ିଶାର ବରପୁତ୍ରମାନଙ୍କୁ ନାମିତ କରିବା ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକରେ ଉପସ୍ଥିତ ଥିବା ପୌର ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ଓ କାଉନସିଲର ଦେବୀପ୍ରସାଦ ଆଚାର୍ଯ୍ୟ ପ୍ରତିମୂର୍ତ୍ତି ସ୍ଥାପନ ଓ ନାମକରଣ ପାଇଁ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ବିଭିନ୍ନ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଯାନବାହନମାନଙ୍କର ଓଡ଼ିଆରେ ନାମକରଣ କରିବା, ବଂଶଧାରା ନଦୀ ଜଳର ବ୍ୟବହାର, ଖଣିଜ ସମ୍ପଦର ସୁରକ୍ଷା, ସୀମାନ୍ତରେ ଓଡ଼ିଶା ସ୍ୱାର୍ଥ କଥା ଚିନ୍ତା ଆଲୋଚନା ହୋଇଥିଲା। ଏହି ବୈଠକରେ ଗୁଣପୁର ଶାଖାର କାର୍ଯ୍ୟାଳୟ ସହରରେ ଖୋଲିବାକୁ ଉପାଧ୍ୟକ୍ଷ ଶିବପ୍ରସାଦ ପ୍ରସ୍ତାବ ରଖିଥିଲା ବେଳେ ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ବୈଠକରେ ଯୋଗ ଦେଇ ଆଲୋଚନାକୁ ପ୍ରସ୍ତାବଗୁଡ଼ିକ ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ କହିଥିଲେ। ବରିଷ୍ଠ ସଦସ୍ୟ ଏଥିରେ ବ୍ରହ୍ମାନନ୍ଦ ପଟ୍ଟନାୟକ, ମଦନ ପାଢ଼ୀ, କିଶୋର ପଣ୍ଡା, ପ୍ରଭାତ ଶତପଥୀ, ଉମା ଦାସ, ରାଜୀବ ସାହୁ, ରଞ୍ଜିତ ପାଢ଼ୀ, ବିଜୟ ମିଶ୍ର, ରମେଶ ପଣ୍ଡା ପ୍ରମୁଖ ସାଂଗଠନିକ ଅଭିବୃଦ୍ଧି ସମ୍ପର୍କରେ ନିଜ ନିଜ ମତ ରଖିଥିଲେ। ଶେଷରେ ସହଜବରଥ ଧନ୍ୟବାଦ ଅର୍ପଣ କରିଥିଲେ।